नमस्कार। ओम नमः भगवते वासुदेवाय। ओम नमः भगवते वासुदेवाय। আজি ଆମେ ଶ୍ରୀମଦ୍ ଭଗବତ ଗୀତାର ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଉପରେ ଗଭୀର ଆଲୋଚନା କରିବା। हाँ निश्चय। ଗୀତା ତ ଜଣାଶୁଣା କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଇଥିବା ଜ୍ଞାନ। आज्ञा। ଆମେ ଆଜି ବିଶେଷ କରି ଗୋଟିଏ ଶ୍ଲୋକ ଦ୍ୱିତୀୟ ଅଧ୍ୟାୟର 37 ନମ୍ବର ଶ୍ଲୋକ ସେଟା ଉପରେ ହିଁ ପୁରା ଧ୍ୟାନ ଦେବା। हाँ एटा भलो कथा। गोटिए श्लोकକୁ ଭଲ ଭାବେ ବୁଝିବା। ହଁ, କାରଣ ଏଇ ଗୋଟିଏ ଶ୍ଲୋକ ଭିତରେ ନା କର୍ମ, କର୍ତ୍ତବ୍ୟ, ଫଳାଫଳ ଏସବୁ ବିଷୟରେ ବହୁତ ଗଭୀର କଥା ଅଛି। एकदम सत। ଗୀତାର ପ୍ରତିଟି ଶ୍ଲୋକ ଗୋଟେ ଗୋଟେ ମୋତି ଭଳି। କିନ୍ତୁ କିଛି ଶ୍ଲୋକ ଅଛି ଯାହା ମାନେ ଚାବିକାଠି ପରି। ସେଇଆ। ତେଣୁ ଏହାର ପୁରା ଅର୍ଥ ବୁଝିବା ପାଇଁ ଆମେ ଅନୁରୋଧ କରୁଛୁ ଯେ ଏ ଆଲୋଚନାକୁ ଶେଷ ଯାଏ ଶୁଣନ୍ତୁ। ହଁ ପୁରା ଶୁଣିଲେ ହିଁ ଭଲ ଭାବେ ବୁଝା ପଡ଼ିବ। ଆଉ ଯଦି ଏମିତି ଜ୍ଞାନଭରା କଥା ଆଗକୁ ବି ଶୁଣିବାକୁ ଚାହାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ଭାବିପାରନ୍ତି। ଆଜ୍ଞା। ଠିକ୍ ଅଛି, ତାହେଲେ ଆସନ୍ତୁ ଆରମ୍ଭ କରିବା। ମୁଁ ପ୍ରଥମେ ଶ୍ଲୋକଟି ପାଠ କରୁଛି। ହଁ, ହତବା ପ୍ରାପ୍ସ୍ୟସି ସ୍ୱର୍ଗମ୍ ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍ ତସ୍ମାଦୁତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ। ବହୁତ ସୁନ୍ଦର। ଆସନ୍ତୁ ଏବେ ଶବ୍ଦଗୁଡ଼ିକର ସରଳ ଓଡ଼ିଆ ଅର୍ଥ ଟିକେ ଦେଖିନେବା। ହଁ, ସେଇଟା ଭଲ ହେବ। ହତ ମାନେ ଯୁଦ୍ଧରେ ମାରାଗଲେ, ମୃତ୍ୟୁ ହେଲେ। ଆଚ୍ଛା। ବା ମାନେ ଅଥବା, ପ୍ରାପ୍ସ୍ୟସି ହେଲା ତୁମେ ପାଇବ। ସ୍ୱର୍ଗମ୍ ସ୍ୱର୍ଗଲୋକ। ଜିତୁଆ ମାନେ ଜିତିଲେ। ହଁ। ବା ପୁଣି ଅର୍ଥ ହେଲା କିମ୍ବା, ଭୋକ୍ଷ୍ୟସେ ତୁମେ ଭୋଗ କରିବ। ମହିମ୍ ପୃଥିବୀକୁ, ରାଜ୍ୟକୁ। ମହିମ୍ ମାନେ ପୃଥିବୀ। ହଁ, ତସ୍ମାତ୍ ସେଥିପାଇଁ, ଅତଏବ, ଉତ୍ତିଷ୍ଠ ଉଠ, ପ୍ରସ୍ତୁତ ହୁଅ। ଉଠ। କୌନ୍ତେୟ ଏଇଟା ଅର୍ଜୁନଙ୍କୁ ସମ୍ବୋଧନ, କୁନ୍ତୀଙ୍କ ପୁତ୍ର। ଯୁଦ୍ଧାୟ ଯୁଦ୍ଧ ପାଇଁ, ଆଉ ଶେଷରେ କୃତନିଶ୍ଚୟ ମାନେ ଦୃଢ଼ ନିଶ୍ଚୟ କରି, ପକ୍କା ମନ କରି। ବାଃ, ବଢ଼ିଆ। ଶବ୍ଦ ଅର୍ଥ ଜାଣିଲା ପରେ ଟିକେ ଟିକେ ବୁଝାପଡ଼ୁଛି। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ହଁ ପଚାରନ୍ତୁ। ଏଠି ଭଗବାନ କହୁଛନ୍ତି ମଲେ ବି ଲାଭ, ଜିତିଲେ ବି ଲାଭ, ମାନେ କ୍ଷତି କିଛି ନାହିଁ। କିନ୍ତୁ ଯୁଦ୍ଧରେ ମରିଯିବାଟା ଲାଭ କେମିତି ହେଲା? ଏଇଟା ଟିକେ ହଁ ଏଇଟା ବହୁତ ସ୍ୱାଭାବିକ ପ୍ରଶ୍ନ। ଆଉ ଏଇଠି ହିଁ ଗୀତାର ଯୋଉ ଗଭୀର ଦର୍ଶନ ଅଛି ସେଇଟା ଦେଖିବାକୁ ମିଳେ। ଦେଖନ୍ତୁ, କୃଷ୍ଣ ଦୁଇଟା ସମ୍ଭାବନା ବିଷୟରେ କହୁଛନ୍ତି। ପୁରା ସ୍ପଷ୍ଟ। ପ୍ରଥମ, ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗମ୍। ଯଦି ତୁମେ ଏ ଯୁଦ୍ଧରେ, ମନେ ରଖିବା ଦରକାର ଏଇଟା ଧର୍ମଯୁଦ୍ଧ। ହଁ, ଧର୍ମ ପାଇଁ ଯୁଦ୍ଧ। ହଁ, ତେଣୁ ଏହି ଧର୍ମଯୁଦ୍ଧରେ ଯଦି ଲଢ଼ୁ ଲଢ଼ୁ ମୃତ୍ୟୁ ହୁଏ ତେବେ ସ୍ୱର୍ଗ ମିଳିବ। ଏଇଟା ସାଧାରଣ ମୃତ୍ୟୁ ନୁହେଁ, ଏହାକୁ କୁହାଯାଏ ବୀରଗତି। ବୀରଗତି, ଆଚ୍ଛା। ଶାସ୍ତ୍ର କୁହେ ଯେଉଁ ଯୋଦ୍ଧା ଧର୍ମରକ୍ଷା ପାଇଁ ଯୁଦ୍ଧଭୂମିରେ ପ୍ରାଣ ଦିଏ ସେ ବହୁତ ପୁଣ୍ୟ ଅର୍ଜନ କରେ। ତାର ଆତ୍ମା ଉଚ୍ଚ ଲୋକକୁ ଯାଏ, ଆଉ ପୃଥିବୀରେ ତାର ନାଁ, ତାର ଯଶ ଅମର ହୋଇଯାଏ। ତେଣୁ ଏହି ମୃତ୍ୟୁ ବି ଏକ ପରାଜୟ ନୁହେଁ, ଏହା ଏକ ମହାନ ପ୍ରାପ୍ତି। ଓହୋ, ବୁଝିଲି। ମାନେ ଧର୍ମଯୁଦ୍ଧରେ ମୃତ୍ୟୁ ବି ଏକ ପ୍ରକାର ଆଧ୍ୟାତ୍ମିକ ବିଜୟ। ଏକଦମ। ଆଉ ଦ୍ୱିତୀୟ ସ୍ଥିତି, ଯଦି ସେ ଜିତନ୍ତି, ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍। ହଁ ସେଇଟା ବି ସ୍ପଷ୍ଟ। ଯଦି ତୁମେ ଜିତ, ଯୁଦ୍ଧରେ ବିଜୟୀ ହୁଅ, ତାହେଲେ ତୁମେ ଏ ପୃଥିବୀ ମାନେ ରାଜ୍ୟ ତାକୁ ଭୋଗ କରିବ। ରାଜ୍ୟ ଭୋଗ କରିବ। କିନ୍ତୁ ଏଠି ଭୋଗ ଶବ୍ଦଟା କେବଳ ମୌଜ ମଜଲିସ୍ ବା କ୍ଷମତାର ଅହଙ୍କାର ନୁହେଁ। ଆଚ୍ଛା। ଜଣେ ଧାର୍ମିକ ରାଜା ପାଇଁ ରାଜ୍ୟ ଭୋଗ କରିବା ମାନେ ଧର୍ମର ଶାସନ ଚଳାଇବା, ନ୍ୟାୟ ସ୍ଥାପନ କରିବା, ଲୋକଙ୍କର ମଙ୍ଗଳ କରିବା, ସମାଜରେ ଶାନ୍ତି ଆଣିବା। ତେଣୁ କୌରବମାନଙ୍କୁ ହରାଇ ରାଜ୍ୟ ପାଇବା ଅର୍ଜୁନଙ୍କ ପାଇଁ କେବଳ ନିଜର ଲାଭ ନଥିଲା, ଏକ ବଡ଼ କର୍ତ୍ତବ୍ୟର ପୂରଣ ଥିଲା। ସେ ଧର୍ମ ସ୍ଥାପନ କରିବାର ସୁଯୋଗ ପାଇବେ, ତାଙ୍କର କ୍ଷତ୍ରିୟ ଧର୍ମ ସାର୍ଥକ ହେବ। ଏଇ କଥାଟା ପୁରା ସ୍ପଷ୍ଟ ହେଇଗଲା। ମାନେ ଯେତେବେଳେ କାମଟା ଧର୍ମ ଅନୁସାରେ ହେଉଛି ଆଉ ନିଜର କର୍ତ୍ତବ୍ୟ ହିସାବରେ କରାଯାଉଛି, ହଁ, ସେତେବେଳେ ଫଳ ଯାହା ବି ହଉ ସେଥିରେ କ୍ଷତି ନାହିଁ, ଦୁଇପଟ ଲାଭ। ବାଃ, ଏଇଟା ବଡ଼ ଆଶ୍ୱାସନାର କଥା। ନିଶ୍ଚୟ। ଏଟା କେବଳ ଆଶ୍ୱାସନା ନୁହେଁ, ଗୀତାର ଗୋଟେ ମୂଳ ଶିକ୍ଷା। ଧର୍ମପଥରେ ଯେଉଁ କର୍ମ କରାଯାଏ ତାର ପରିଣାମ ସବୁବେଳେ ଶୁଭ। ହୁଏତ ବାହାରକୁ ଦେଖାଯାଉଥିବା ସଫଳତା ନ ମିଳିପାରେ, ଯେମିତି ରାଜ୍ୟ। ହଁ, ଯେମିତି ରାଜ୍ୟ, ନହେଲେ ଆଭ୍ୟନ୍ତରୀଣ ଉନ୍ନତି ହେବ, ଆଧ୍ୟାତ୍ମିକ ଲାଭ ଯେମିତି ସ୍ୱର୍ଗ ବା ଯଶ। ମୂଳ କଥା ହେଲା କର୍ତ୍ତବ୍ୟ କରିବା। ଅର୍ଜୁନଙ୍କୁ ତ ସେଇ ହାରିବା ଜିତିବାର ଭୟ ଘାରିଥିଲା। କୃଷ୍ଣ ସେଇ ଭୟର ମୂଳଟାକୁ ହିଁ କାଟି ଦେଉଛନ୍ତି। ତାପରେ ଆସୁଛି ଶ୍ଲୋକର ଶେଷ ଅଂଶ, ତସ୍ମାଦ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ।
ଏଇଟା ଖାଲି ଗୋଟେ ନିଷ୍ପତ୍ତି ନୁହେଁ, ଏଥିରେ ଗୋଟେ ଜୋର ଅଛି ପରା, ଗୋଟେ ଆହ୍ୱାନ ଭଳି ଲାଗୁଛି। ଏକଦମ ଠିକ୍ ଧରିଛନ୍ତି। ଏହି ପଦଟି ବହୁତ ଶକ୍ତିଶାଳୀ। ତସ୍ମାତ୍ ମାନେ ଯେହେତୁ ଦୁଇ ପରିସ୍ଥିତିରେ ହିଁ ତୁମର ମଙ୍ଗଳ ଅଛି, ସେଥିପାଇଁ ହଁ, ଉତ୍ତିଷ୍ଠ କୌନ୍ତେୟ, ହେ କୁନ୍ତୀପୁତ୍ର, ଉଠ। କୋଉଠୁ ଉଠିବ? ତମେ ଯୋଉ ଦୁଃଖ, ମୋହ, ଦ୍ୱନ୍ଦ୍ୱ, ଭୟ ଭିତରେ ବସି ପଡ଼ିଛ, ଆଳସ୍ୟରେ। ହଁ, ସେଇ ନିଷ୍କ୍ରିୟ ଅବସ୍ଥାରୁ ଉପରକୁ ଉଠ। ନିଜର ଯୋଦ୍ଧା ତୀଜକୁ ଜଗାଅ। ଆଉ କେମିତି ଉଠିବ? ଯୁଦ୍ଧାୟ କୃତନିଶ୍ଚୟ, ଯୁଦ୍ଧ ପାଇଁ ଦୃଢ଼ ନିଶ୍ଚୟ କରି, ପକ୍କା ମନ କରି। ଦୃଢ଼ ସଂକଳ୍ପ ନେଇ। ହଁ, ମନରୁ ସବୁ ଦୁବିଧା କାଢ଼ିଦେଇ କେବଳ କର୍ତ୍ତବ୍ୟ ଉପରେ ଧ୍ୟାନ ଦେଇ ପ୍ରସ୍ତୁତ ହୁଅ। ଏଇଟା ହେଉଛି କୃଷ୍ଣଙ୍କର ସିଧା ନିର୍ଦ୍ଦେଶ। ହେଲେ ଏଇ ଯୋଉ ଉତ୍ତିଷ୍ଠାଅ ଆଉ କୃତନିଶ୍ଚୟ, ଏଇଟା କ'ଣ ଖାଲି ସେ ଯୁଦ୍ଧ ପାଇଁ ଥିଲା, ନା ଆମ ସମସ୍ତଙ୍କ ପାଇଁ ଏହାର କିଛି ଅର୍ଥ ଅଛି? ନା, ଏହାର ଅର୍ଥ ବହୁତ ବ୍ୟାପକ, ସାର୍ବଜନୀନ ଆଉ ସବୁ ସମୟ ପାଇଁ। ଏଟା ଖାଲି କୁରୁକ୍ଷେତ୍ର ପାଇଁ ନୁହେଁ, ଆମ ସମସ୍ତଙ୍କ ଜୀବନର ଯୁଦ୍ଧକ୍ଷେତ୍ର ପାଇଁ ବି ଲାଗୁ ହୁଏ। ଆଚ୍ଛା, କେମିତି? ଆମେ ସମସ୍ତେ ଆମ ଜୀବନରେ ପ୍ରତିଦିନ କେତେ କର୍ତ୍ତବ୍ୟ, କେତେ ସମସ୍ୟା, କେତେ ସଂଘର୍ଷର ସାମ୍ନା କରୁ, ନୁହେଁ କି? ହଁ, ନିଶ୍ଚୟ। ସେତେବେଳେ ଆମ ମନରେ ବି ତ କେତେବେଳେ ଆଳସ୍ୟ ଆସେ, କେତେବେଳେ ଭୟ ଲାଗେ, କେବେ ନିରାଶା ଆସେ, ଦ୍ୱନ୍ଦ୍ୱ ହୁଏ। ହଁ, ହୁଏ। ସେଇ ସମୟରେ ଗୀତାର ଏଇ ଆହ୍ୱାନ ମନେ ପକାଇବା କଥା। ଉତ୍ତିଷ୍ଠ, ନିଜ ଦୁର୍ବଳତାର ଉପରକୁ ଉଠ, କାମ କରିବାକୁ ପ୍ରସ୍ତୁତ ହୁଅ। କୃତନିଶ୍ଚୟ, ଲକ୍ଷ୍ୟ ଠିକ୍ କରି ପୁରା ଦମ୍ ଲଗେଇ ଦୃଢ଼ ମନ ନେଇ କାମରେ ଆଗେଇ ଚାଲ। ଜୀବନର ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବାର ଏଇଟା ଗୋଟେ ମନ୍ତ୍ର। ଏଠି ଆଉ ଗୋଟେ କଥା ମନକୁ ଆସୁଛି। ଆପଣ କହିଲେ ଧର୍ମ ବାଟରେ ଗଲେ ହାରିଲେ ବି ଲାଭ। ଏଇଟାକୁ ଆଉ ଟିକେ ସରଳ କରି କହିବେ। ଆମେ ତ ସାଧାରଣତଃ ହାରିବା ମାନେ କ୍ଷତି ବୋଲି ଭାବୁ। ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଏଇଠି ଗୀତାର ଯେଉଁ ବିଶେଷତା ସେଇଟା ଦେଖାଯାଏ। ଦେଖନ୍ତୁ, ଯେତେବେଳେ ଆମେ ଧର୍ମ ନୀତି ନିୟମ ମାନି ନିଜ କର୍ତ୍ତବ୍ୟକୁ ପୁରା ସଚୋଟ ଭାବେ କରୁ, ତାର ଫଳ ଦୁଇ ପ୍ରକାର ହେଇପାରେ। ଗୋଟେ ହେଲା ବାହାରକୁ ଦେଖାଯାଉଥିବା ସଫଳତା, ଯାହା ଆମକୁ ସୁଖ ଦିଏ, ସମ୍ମାନ ଦିଏ, ପଦବୀ ଦିଏ। ଏଇଟାକୁ ଆମେ ଜିତ୍ୱା ମହିମ ଭୋକ୍ଷ୍ୟସେ ସହିତ ଯୋଡ଼ିପାରିବା। ଆଚ୍ଛା। କିନ୍ତୁ ଯଦି ଆମେ ପୁରା ଚେଷ୍ଟା କଲା ପରେ ବି ବାହାରକୁ ଦେଖାଯାଉଥିବା ସଫଳତା ତୁରନ୍ତ ନ ମିଳିଲା, ଯାହାକୁ ଆମେ ବିଫଳତା ବା ହାରିବା କହୁ, ତାହା ବି ପ୍ରକୃତିରେ ହାରିବା ନୁହେଁ। କାରଣ ସେଇ ଯୋଉ ଧର୍ମ ମାର୍ଗରେ ଚାଲିବାର ପ୍ରକ୍ରିୟା ଥିଲା, ସେଥିରୁ ଆମେ ଯାହା ଅନୁଭବ ପାଇଲେ, ଯାହା ଶିଖିଲେ, ଆମ ଭିତରେ ଯୋଉ ଧୈର୍ଯ୍ୟ ବଢ଼ିଲା, ସହିବା ଶକ୍ତି ଆସିଲା, ନିଷ୍ଠା ଦୃଢ଼ ହେଲା, ଆତ୍ମବିଶ୍ୱାସ ବଢ଼ିଲା। ହଁ, ସେସବୁ ଆମ ଚରିତ୍ର ଆଉ ଆତ୍ମାର ବିକାଶ ପାଇଁ ବହୁତ ମୂଲ୍ୟବାନ। ଏଇଟା ହିଁ ସେ ହତ ବା ସ୍ୱର୍ଗଂ ପ୍ରାପ୍ସ୍ୟସିର ଗୋଟେ ଗଭୀର ଅର୍ଥ। ବାହାର ସଫଳତା ନ ମିଳିଲେ ବି ଭିତରେ ଗୁଣରୂପକ ସ୍ୱର୍ଗ ମିଳିଲା। ତେଣୁ ଧର୍ମ ବାଟରେ ଗଲେ ପ୍ରକୃତିରେ ହାର ବୋଲି କିଛି ନାହିଁ। ବାଃ, ଏଇ ଚିନ୍ତାଧାରା ତ ପୁରା ଅଲଗା। ତାହେଲେ ଏଇ ଯୋଉ ପୁରୁଣା କାଳିଆ ଜ୍ଞାନ, ଏହା ଆଜିକାଲି ଆମ ଜୀବନରେ କେମିତି କାମରେ ଆସିବ? କିଛି ଆଜିର ଦୁନିଆର ଉଦାହରଣ ଦେଇପାରିବେ? ନିଶ୍ଚୟ। ଏଇ ସିଦ୍ଧାନ୍ତ ଆଜି ବି ସେତିକି ହିଁ ସତ୍। ଆମେ ସୈନିକ କଥା ତ କହିଲେ, ହଁ, କର୍ତ୍ତବ୍ୟ କରି ଶହୀଦ ହେଲେ ବୀରଗତି, ସମ୍ମାନ, ସେଇଟା ସ୍ୱର୍ଗ ପ୍ରାପ୍ତି ପରି। ଆଉ ଯଦି ଜିତିକି ଆସିଲେ, ତେବେ ଦେଶ ସେବା କରିବାର ଗୌରବ ସମ୍ମାନ, ସେଇଟା ମହିମ ଭୋକ୍ସେ ପରି। ଦୁଇଟି ଯାକ ଭଲ। ଏଇଟା ତ ସ୍ପଷ୍ଟ। ଆଉ କିଛି ଉଦାହରଣ ଧରନ୍ତୁ, ପାଠପଢ଼ା। ହଁ, ବହୁତ ଭଲ ଉଦାହରଣ। ଜଣେ ଛାତ୍ର, ତାର କାମ ହେଲା ଭଲରେ ପଢ଼ିବା। ଯଦି ସେ ପରୀକ୍ଷାରେ ଭଲ କଲା, ପାସ୍ କଲା, ଭଲ ମାର୍କ ରଖିଲା, ସେଇଟା ସଫଳତା। କିନ୍ତୁ ଭାବନ୍ତୁ, ସେ ବହୁତ ପରିଶ୍ରମ କଲା, ପୁରା ନିଷ୍ଠାରେ ପଢ଼ିଲା, କିନ୍ତୁ କୌଣସି କାରଣରୁ ପରୀକ୍ଷାରେ ଭଲ କରିପାରିଲା ନାହିଁ। ତାହେଲେ କ'ଣ ତାର ସବୁ ପରିଶ୍ରମ ବେକାର ଗଲା? ନା, ସେମିତି ତ ନୁହେଁ। ଆଦୌ ନୁହେଁ। ସେଇ ପଢ଼ିବା ଭିତରେ ସେ ଯାହା ଜ୍ଞାନ ପାଇଲା, ଯେଉଁ ଅନୁଶାସନ ଶିଖିଲା, ଯେଉଁ ଧୈର୍ଯ୍ୟ ରଖିଲା, ଯେଉଁ ଭୁଲରୁ ଶିଖିଲା, ସେଇଟା ତା ଜୀବନର ପ୍ରକୃତ ପୁଞ୍ଜି। ସେ ଅନୁଭବ ତାକୁ ପରବର୍ତ୍ତୀ ସମୟରେ ନିଶ୍ଚୟ ସାହାଯ୍ୟ କରିବ। ଏଇଟା ବି ଗୋଟେ ପ୍ରକାର ଲାଭ। ବୁଝିଲି। ମାନେ କାମଟା ନିଜେ ହିଁ ମୂଲ୍ୟବାନ, ଯଦି ସେଟା ଠିକ୍ ବାଟରେ, ଠିକ୍ ମନୋଭାବରେ କରାଯାଇଛି। ଏକଦମ ସଠିକ୍। ସେମିତି ଆପଣ ଯେକୌଣସି କାମ ଦେଖନ୍ତୁ, ଡାକ୍ତର ହୁଅନ୍ତୁ, ଶିକ୍ଷକ, ବେପାରୀ କି ଚାକିରିଆ, ଯଦି ଜଣେ ନିଜ କାମକୁ ସଚୋଟ ଭାବେ ନିଷ୍ଠାର ସହିତ କରୁଛି, ତାର ଫଳ ତୁରନ୍ତ ଯାହା ବି ହେଉ, ସେଇ କାମଟା ତା ଚରିତ୍ରକୁ ଭଲ କରେ। ହୁଏତ ତାକୁ ବାହାରର ସଫଳତା ମିଳିବ, ପଇସା, ନାଁ, ପ୍ରମୋସନ୍। ଯଦି ନ ମିଳିଲା, ତଥାପି ନିଜ କର୍ତ୍ତବ୍ୟ କରିବାର ଯେଉଁ ଆତ୍ମସନ୍ତୋଷ ମିଳେ, ଯେଉଁ ଅଭିଜ୍ଞତା ହୁଏ, ଯେଉଁ ନୈତିକ ବଳ ଆସେ, ସେଇଟା ତାର ପ୍ରକୃତ ସମ୍ପଦ। ତେଣୁ
ଏଇ ଶ୍ଲୋକ ଆମକୁ କହୁଛି ଫଳ କ'ଣ ହେବ ସେ କଥା ଭାବି ବ୍ୟସ୍ତ ହୁଅ ନାହିଁ। କେବଳ ନିଜ କାମ ଉପରେ, କର୍ତ୍ତବ୍ୟ ଉପରେ ଧ୍ୟାନ ଦିଅ। ଆଉ ସେଇ କାମ କରିବା ପାଇଁ ଉତ୍ତିଷ୍ଠ ମାନେ ଆଳସ୍ୟ ଛାଡ଼, ଉଠ। ଆଉ କୃତନିଶ୍ଚୟ ମାନେ ଦୃଢ଼ ମନ କରି କାମ କର। ତେବେ ଏତେ ସବୁ କଥା ପରେ ଯଦି ଆମେ ଏହାର ମୁଖ୍ୟ ସନ୍ଦେଶ ବା ସାର କଥା କହିବା, ତାହେଲେ କ'ଣ ହବ? ମୋତେ ଯାହା ଲାଗୁଛି ଏହା ହିଁ ଯେ ନିଜର ଧର୍ମ କ'ଣ, କର୍ତ୍ତବ୍ୟ କ'ଣ ସେଇଟାକୁ ଜାଣ। ସବୁ ଦ୍ୱନ୍ଦ୍ୱ, ସବୁ ଭୟ ମନରୁ କାଢ଼ିଦିଅ। ଆଉ ପୁରା ଦମ୍ ଲଗେଇ ଦୃଢ଼ ନିଶ୍ଚୟ କରି ସେ କାମ କର। କାରଣ ଠିକ୍ ବାଟରେ ଗଲେ ଫଳ ଯାହା ବି ହଉ ଶେଷରେ ଭଲ ହିଁ ହବ। ପ୍ରକୃତରେ କ୍ଷତି ବୋଲି କିଛି ନାହିଁ। ବାଃ, ଆପଣ ପୁରା ଠିକ୍ ସାରାଂଶ ବାହାର କରିଛନ୍ତି, ଏକଦମ ସଠିକ୍। ଭଗବାନ କୃଷ୍ଣ ଏହି ଶ୍ଲୋକରେ ଅର୍ଜୁନଙ୍କୁ ଆଉ ତାଙ୍କ ମାଧ୍ୟମରେ ଆମ ସମସ୍ତଙ୍କୁ ଏହି ଭରସା ହିଁ ଦେଉଛନ୍ତି। ସେ କହୁଛନ୍ତି, ଦେଖ, ଧର୍ମଯୁଦ୍ଧରେ ମଲେ ବି ଭଲ ସ୍ୱର୍ଗ, ଜିତିଲେ ବି ଭଲ ରାଜ୍ୟ ହୋଗା। ତେଣୁ ଦୁଃଖ କରିବାର, ମୋହରେ ପଡ଼ିବାର ବା କାମ ନ କରି ବସି ରହିବାର କୌଣସି କାରଣ ନାହିଁ। କେବଳ ଗୋଟିଏ କାମ କରିବାର ଅଛି, ଦୃଢ଼ ନିଶ୍ଚୟ କରି କୃତନିଶ୍ଚୟ କର୍ମ ପାଇଁ ପ୍ରସ୍ତୁତ ହେବା। ଉତ୍ତିଷ୍ଠ। ଧର୍ମ ଅନୁସାରେ ଯେଉଁ କର୍ତ୍ତବ୍ୟ କରାଯାଏ ସେଥିରେ କେବେ ବି କାହାର ପ୍ରକୃତରେ ଖରାପ ହୁଏ ନାହିଁ। ଏଇଟା ହିଁ ମୂଳ ମନ୍ତ୍ର। ଏହା ବାସ୍ତବିକ ବହୁତ ଗଭୀର କଥା ଆଉ ଶକ୍ତି ଦେବା ଭଳି ଜ୍ଞାନ। ଆଶା କରୁଛୁ ଆମର ଶ୍ରୋତାମାନଙ୍କୁ ଏ ଆଲୋଚନାରୁ ନିଶ୍ଚୟ କିଛି ନୂଆ ଶିଖିବାକୁ ମିଳିଥିବ। ହଁ, ନିଶ୍ଚୟ। ଯଦି ଆପଣମାନଙ୍କୁ ଏହି କଥାବାର୍ତ୍ତା ଭଲ ଲାଗିଲା, ଉପଯୋଗୀ ମନେ ହେଲା, ତେବେ ଏହାକୁ ଗୋଟେ ଲାଇକ୍ ଦେଇପାରନ୍ତି ଆଉ ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହ ସେୟାର କରିବାକୁ ଭୁଲିବେନି। ହଁ, ଯାହାଦ୍ୱାରା ଏ ଭଲ କଥା ଅଧିକ ଲୋକଙ୍କ ପାଖରେ ପହଞ୍ଚିବ। ସମସ୍ତେ ଭଗବାନଙ୍କ କୃପା ପାଇବେ। ଆଉ ଆମେ ସମସ୍ତ ଶ୍ରୋତାଙ୍କୁ କହିବୁ, ନିଜ ନିଜ ଜୀବନକୁ ଦେଖି ଏ ଶ୍ଲୋକ ବିଷୟରେ ଟିକେ ଭାବନ୍ତୁ। ନିଶ୍ଚୟ। ଆଉ ଯଦି ଆପଣଙ୍କୁ ଏ ଆଲୋଚନା ଭଲ ଲାଗିଛି, ଆପଣ ଏହା ସହ ଯୋଡ଼ି ହେଲା ପରି ଅନୁଭବ କରୁଛନ୍ତି, ତେବେ କମେଣ୍ଟ ବକ୍ସରେ ଓମ୍ ନମଃ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲିଖି ଆପଣଙ୍କର ଶ୍ରଦ୍ଧା ଜଣାଇ ପାରନ୍ତି। ହଁ, ଏହା ଆମକୁ ବି ଉତ୍ସାହ ଦେବ। ଆଜ୍ଞା। ଆଉ ଗୀତାର ଆଗାମୀ ଶ୍ଲୋକ ବା ଅଧ୍ୟାୟଗୁଡ଼ିକର ଏମିତି ଆଲୋଚନା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି, ତେବେ କରିନିଅନ୍ତୁ। ଆଜିର କଥା ଶେଷ କରିବା ଆଗରୁ ଶ୍ରୋତାମାନଙ୍କ ପାଇଁ ଗୋଟେ ଛୋଟ ଚିନ୍ତା ଛାଡ଼ିଯାଉଛି। ହଁ, କୁହନ୍ତୁ। ଦେଖନ୍ତୁ, ଏ ଶ୍ଲୋକ ଆମକୁ ଦେଖେଇଲା ଯେ କର୍ତ୍ତବ୍ୟ କଲେ ଲାଭ ଅଛି, ଫଳ ଯାହା ବି ହଉ। କିନ୍ତୁ ପ୍ରଶ୍ନ ହେଉଛି, ସେଇ ଲାଭର ଆଶାରୁ ବା ହାରିବାର ଭୟରୁ ପୁରା ମୁକ୍ତ ହୋଇ, ମାନେ ଫଳ ପ୍ରତି କୌଣସି ଆସକ୍ତି ନ ରଖି, କେବଳ କର୍ତ୍ତବ୍ୟକୁ କର୍ତ୍ତବ୍ୟ ଭାବି କରିବା ପାଇଁ ଯେଉଁ ନିରପେକ୍ଷତା ଦରକାର, ଯାହାକୁ ଗୀତାରେ ଅନାସକ୍ତି କୁହାଯାଇଛି, ଅନାସକ୍ତି, ସେଇଟା କେମିତି ଆସିବ? କାରଣ କେବଳ ଲାଭ ଦେଖି କାମ କରିବା ଆଉ ଫଳର ଆଶା ନ ରଖି କାମ କରିବା ଭିତରେ ତ ଫରକ ଅଛି ନା? ହଁ, ଅଛି। ଏଟା ଗଭୀର କଥା। ଏଇଟା ଗୀତାର ଆଉ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହା ଆଗକୁ ଆସିବ। ଏହା ଉପରେ ଆପଣମାନେ ଟିକେ ଭାବିବେ। ନିଶ୍ଚୟ। ବହୁତ ଭଲ ପ୍ରଶ୍ନଟିଏ। ଆଶା କରୁଛୁ ଆଗକୁ ଏମିତି ଗଭୀର ବିଷୟ ଉପରେ ଆମେ ପୁଣି ଆଲୋଚନା କରିବା। ଆଜି ପାଇଁ ସମସ୍ତଙ୍କୁ ନମସ୍କାର। ନମସ୍କାର। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।